श्री गणेशाय नमः। नमस्कार बंधुगण, आज हेउछि सफला एकादशी, जहाकू शुणिला मात्रके जीवन में जेते भी संकट थाउ ना कहीं भगवान विष्णु निश्चय दूर करदेवे। आसंतु आज यही पवित्र दिन रे प्रथमे श्री विष्णुंकर स्तुति पाठ करिबा, तापरे एकादशी पाठ आरंभ करिबा। श्री विष्णुंक स्तुति। नमस्ते पुरुषोत्तम माधव मुरारी, परम ब्रह्म परात्पर अंतर्यामी हरि। किछि ही नथिला देव महाप्रलय रे, एकमात्र तुम्भे थिल अनंत सजारे। तुम्भ कर्णर पुरुषे होइला संभूत, मधुकैटभ बोलिता नाम हेला ख्यात। प्रलय जल ताहाकू हेला ठुआणी, लक्ष्मी को बोलते सेही मूढ़ कटुबाणी। हाड़ सहिते ताहार मांस फिंगी देले, मद परी करी ताकू जले पकाइले। तेणु मेदिनी होइला पृथ्वीर नाम, उत्पत्ति प्रलय कर्ता तुम्भे जनार्दन। जय जय भगवान जय मधुहारी, जय आदि अवतारे मत्स्य रूपधारी। नमस्ते मोहिनी रूपी सुंदर नासन, नम कूर्म अवतार मंदर धारण। नमस्ते वराह पृथ्वी दंतग्रे धरी, नृसिंह रूपे हिरण्य कशिपु बिदारी। देवंक बोले काश्यप कोले जात हेल, बामन रूपे बोलिकी पाताले रखिल। पृथ्वीरे क्षत्रिय वंश बहुत बढ़िले, दान जोग यज्ञ बिना अन्याय मातिले। से हेतु परशुराम रूप को धइल, क्षत्रि करी पृथ्वी रे जणे न रखिल। जगत रहिते प्रभु तुम्भर जन्म, तुम्भ ताहु अन्य केही नाही त्रिभुवन। सर्वजीवे सर्वकाले रक्षक आपण, तुम्भर प्रसादे स्वर्गे भोगे देवगण। नम नम नारायण ब्रह्म सनातन, संसार रहे तो तुम्भे हुओ अवतीर्ण। तुम्भे आदि तुम्भे मध्य तुम्भे अंतरूपे, सकल जगत भरी अछल मकूपे। तुम्भे इंद्र तुम्भे चंद्र
ତୁମ୍ଭେ ଦିବାକର, ଆକାଶ ପାତାଳ ତୁମ୍ଭେ ଦୀର୍ଘ କଳେବର। ଆତ୍ମରୂପ ଚରାଚର জীবে তব স্থিতি, তব তত্ত্ব জানিবারে নাহি কাশকতি। দয়া কর যারে তুম্ভে সবু সে পারই, তেণু দয়াময় নাম ভবে বিস্তারই। কলি যুগ ভাব দেখি হইল মৌন, উঠ উঠ মহাবাহু ফেড় মনয়ন। আকুলে ডাকুছি প্রভু মোর কথা শুণ, চরণ তଳେ শରଣ ଲୋଡ଼ୁଅଛି ଦିନ। ଏବେ ଆସନ୍ତୁ ସଫଳା ଏକାଦଶୀ କଥା ଶୁଣିବା। ତୃତୀୟ ଅଧ୍ୟାୟ। ଯୁଧିଷ୍ଠିର ଉବାଚ, ବିନୟେ ପଣ୍ଡୁର ସନ୍ତତି ବାସୁଦେବଙ୍କୁ ପଚାରନ୍ତି, ଏ ପୌଷ କୃଷ୍ଣ ଏକାଦଶୀ କହିବା ଶ୍ରୀକୃଷ୍ଣ ବିଶେଷୀ। ଏହାର କିସ ନାମ ଧେୟ, କେଉଁ ବିଧିରେ ବିଧେୟ। ଶ୍ରୀକୃଷ୍ଣ ବାଚ, କୃଷ୍ଣ କହନ୍ତି ପଣ୍ଡୁ ସୁତ, ଏ ମୋର ଅତ୍ୟନ୍ତ ଗୋପତ। ପ୍ରୀତି ହେତୁରୁ ସୁପ୍ରକାଶ କରିବା ଯେ ଅବା ବିଶେଷ। ଦକ୍ଷିଣା ବିଶେଷର ବ୍ରତ ସେ ଯଜ୍ଞ ଦାନାଦି ସୁକୃତ। ଯେ ଅବା ତୀର୍ଥ ବ୍ରତ ମାନ କେହି ନୁହନ୍ତି ସମାନ। ଏ ମୋର ଯଥା ତୁଷ୍ଟି କର, ସେ ରୂପେ ନାହିଁ ଆଉ ପର। ରୂପେ ଯେ ଗୀତ ଭାଗବତ, କାର୍ତ୍ତିକ ବ୍ରତ ଯେ ବା ଭକ୍ତ। ତହୁଁ ଅଧିକ ଏ ଯେ ବ୍ରତ, ଜାଣେ ମୋର ପଞ୍ଚଭୂତ। ପଞ୍ଚ ପବନ ପ୍ରାଣ ସମ, ଏ ମହାବ୍ରତ ମୋର ପ୍ରାଣ। ତେଣୁ ଏ ବ୍ରତ ଯତ୍ନ କରି, କରିଲେ ସର୍ବନର ନାରୀ। ଏ ପୌଷ ମାସ ଏକାଦଶୀ, ମହାତ୍ମ୍ୟ ଗୁଣ ସେ ବିଶେଷୀ। ଏବେ ଏକାଦଶୀ କର, ଭେଦନ କର ଯୁଧିଷ୍ଠିର। ଲୋକମାନଙ୍କ ହିତ ପାଇଁ ଏ କୃଷ୍ଣ ଦୀକ୍ଷା କହିବଇ। ପୌଷର କୃଷ୍ଣ ଏକାଦଶୀ, ନାମେ ସଫଳା କରି ଭାସି। ଏଥିରେ ଦେବୀ ନାରାୟଣ ଅଧିଦେବତା କରି ଜାଣ। ଯତ୍ନରେ ତାଙ୍କୁ ପୂଜା କର, ନାନା ନୈବେଦ୍ୟ ଯୁଧିଷ୍ଠିର। ଯେ ରୂପେ ଶେଷ ନାଗ ଈଶ, ଗରୁଡ଼ ପକ୍ଷୀଙ୍କ ଧୀଶ। ଯଥା ଦେବରେ ନାରାୟଣ, ଦ୍ୱାପର ମଧ୍ୟରେ ବ୍ରାହ୍ମଣ। ନଦୀଙ୍କ ମଧ୍ୟେ ଗଙ୍ଗା ପର, ବ୍ରତଙ୍କ ମଧ୍ୟେ ଈଶ୍ୱର। ସେ ଜନ ମାନେ ପୂଜ୍ୟ ମୋର, ଯେ ଏକାଦଶୀରେ ଉତ୍ତତ୍ପର। ଶୁଣ ସଫଳ ବିଧି ରାଜା, ଫଳ ମାନରେ ଯହିଁ ପୂଜା। ଜମ୍ବିଳ ମୁଗ ନାରିକେଳ, ଡାଳିମ୍ବ ବୀଜ ପୁର ଫଳ। ଆମ୍ବ ଲବଙ୍ଗ ଜାତି ଫଳ,
ଅନ୍ୟ ଯେ ବିଶୁଦ୍ଧ ମଧୁର ଫଳେ ପୂଜିବ ନାରାୟଣୀ ଦୀପ ସୁରଭି ଧୂପ ଦାନେ ଜାଗର ଦେଇ ଉଜାଗର ହୋଇବ ଦେବତାଗର ଅରୁଣ ଉଦୟ ବଧି ଯେ କରେ ଉଜାଗର ବିଧି ଏକାଗ୍ର ମନରେ ତାହାର ପୁଣ୍ୟ କହିବା ଯୁଧିଷ୍ଠିର ଯଜ୍ଞ ଯେ ପୁଣ୍ୟ ସମନ ହେ ଗଙ୍ଗାଦି ତୀର୍ଥ ଉଣା ହୁଏ ଏ ଲୋକ ପର ଲୋକ ଦୁଇ ଜିଣି ଜ୍ୟୋତିଷ୍ପତି ଯେ ହୋଇ 500 ବର୍ଷ କାଳ ତପସ୍ୟା କରି ଯେତେ ଫଳ ସଫଳା ଦିନେ ଉଜାଗର ହୋଇ ସେ ଫଳ ପାଏ ନର କହିବା ଅବନି ନାୟକ ଶୁଣ ସୁଫଳ କଥା ଏକ ଅଛଇ ଚମ୍ପାବତୀ ନାମ ଏକଇ ପୁର ସୁସମ୍ପନ୍ନ ତହିଁରେ ରାଜା ମାହିଷ୍ମତ ତାଙ୍କର ହେଲେ 4 ସୁତ ଏକ ଏକରେ ବଳିୟାର ଇଚ୍ଛା ଜିଣିବା 3 ପୁର ଏ 4 ଭାଇଙ୍କର ଜ୍ୟେଷ୍ଠ ଦୁଷ୍ଟ ଆଚାରେ ସୁଗରିଷ୍ଠ ନିର୍ଭୟ ପାପ କରିବାରେ ଅତି ତତ୍ପରେ ପରଦାରେ ବେଶ୍ୟା ସଙ୍ଗତେ ଅତିରତ ନିରତେ ପାନ 2 ମତ ପାପ ଆଚାରେ ପିତା ଧନ ବ୍ୟୟ ସେ କଲା ପୁନ ପୁନ ବ୍ରାହ୍ମଣ ବୈଷ୍ଣବ ନିନ୍ଦଇ ନିତ୍ୟ ସତ୍ୟ ବୃତ୍ତେ ଥାଇ ଇଦୃଶ କରିଣ ପୁତ୍ରକୁ ଦେଖି ଶୁଣିଣ କୋପେ ତାକୁ ଲମ୍ବକ ନାମା କରିତା ତ ରାଜରୁ କଲେ ନିଷ୍କାସିତ ବନ୍ଧୁ ବାନ୍ଧବ ପ୍ରଜାମାନେ ଭୟରେ ନ ରଖିଲେ ସ୍ଥାନେ କଦାପି ସ୍ୱାଭାବିକ ଗୁଣ ଦଣ୍ଡ ମଣ୍ଡରେ ନୁହେଁ ଆନ ଦେଖନ୍ତି ସେହି ଗୁଣ ପରେ ଲମ୍ବକ ବିଚାରିଲା ଥରେ କଲି ମୁଁ ବହୁତ କୁକର୍ମ ପିତାଦିଙ୍କର ଏକି ଧର୍ମ ନଦେଲେ ଖାଇବାକୁ ମୋତେ ରାଜ୍ୟରୁ ନିଷ୍କାସି ସମସ୍ତେ ଏତେ ବିଚାରି ସେ ପାପିଷ୍ଠ ପୁଣି ହିଁ ପାପରେ ପ୍ରବିଷ୍ଟ ସିଦ୍ଧାନ୍ତ କଲା ବନେ ଥିବି ପିତାର ରାଜ୍ୟକୁ ନ ଯିବି ଏତେ ବିଚାରି ସେ ଲମ୍ବକ ଗଲା ଗହନ ବନ ଏକ ତହିଁରେ ବହୁ ଜୀବ ମାରି ପିତାଙ୍କ ରାଜ୍ୟ ଚୋରି କରି କଲା ସେ ବୃତ୍ତି ନିରନ୍ତର ନୋହିଲା ନିବୃତ୍ତି ଅନ୍ତର ଶୁଦ୍ଧମତିରେ ଧରି ଲୋକେ ନ ମାରି ଛାଡ଼ି ଦେଲେ ଶୋକେ ନିତ୍ୟ ଆମିଷେ ଥାନ୍ତି ରତ ଯେ ଅବା ଚୌର୍ଯ୍ୟ ବେଶ୍ୟାରତ ଏ ସର୍ବଜମାନ୍ତର ପାପ ହେତୁରୁ ହୋଇଲା ହେ ନୃପ ଅତି ଦୁରନ୍ତ ପାପ ଭୋଗ କହନ୍ତେ ଫଳ ହେଲା ଭୋଗ କରିବି କିମ୍ପା ଜୀବ ଘାତ
ଜହ୍ନର କେହୁଏ ପାତ ଏ ବନେତେ ଫଳ ଅଛି ଖାଇବି ମୋ ମନକୁ ବାଛି କିମ୍ପା କରିବି ଘରେ ଚୋରି ଦୁଃଖ ପାଇବି ଅର୍ଜି କରି ବେଶ୍ୟାକୁ ଧନ ଦେଲି କେତେ ତାହା ନ ଦେଲି ସାଧୁ ହସ୍ତେ ଦେଖ ଏ ପାପ ପୁଣ୍ୟ ଗତି ବଦଳି ଗଲା ସେହି ମତି ଏ ରୂପେ ପାପ ପୁଣ୍ୟ ଗତି ଶୁଣି ବିସ୍ମିତ ନରପତି ପୁଣି କୃଷ୍ଣଙ୍କୁ ପଚାରିଲେ ଲମ୍ବକ କେଉଁ ବୃତ୍ତି କଲେ କୃଷ୍ଣ କହିଲେ ପଣ୍ଡୁସୁତ ଶୁଣ ସେ କଲେ ଋଷି ବୃତ୍ତ ଆଶ୍ରମ ଅଶ୍ୱତ୍ଥର ତଳେ ରହି ବଞ୍ଚିଲେ ଫଳ ମୂଳେ ଏହି ଆଶ୍ରମେ ଥାଇ ତାର କ୍ରମରେ ଗଲା କେତେ କାଳ ପୁଷ ଆଗତ ଦଶମୀରେ ଲମ୍ବକ ଅତି ଶୀତ ଡରେ ନ ଖାଇ ରହିଲା କନିସି ରାତ୍ର ପାହିଲା ଏକାଦଶୀ ପ୍ରାତ କାଳର ସ୍ନାନ କଲା ତତ୍କାଳ ସାରି ବିଚାରିଲା ଆଣିଲା କିଛି ଫଳମୂଳ ଆଶ୍ରମେ ରଖିଲା ସକଳ ଖାଇବ ବୋଲି ଆପେ ବାଢ଼ି ଆପଣା ଘର ମନେ ପଡ଼ି ଜାତ ହେବାରୁ ଅତି ଦୁଃଖ ହେଲା ସେ ଆତ୍ମାରେ ବିମୁଖ ପ୍ରୟାସ ଦୁର୍ବତା ଜାରିର ତହିଁରେ ଚିନ୍ତା ଅତି ଘୋର ପୁଷ ମାସରେ ହିମ ପଡ଼ି ଗଲା ଲମ୍ବକ ଅତି ସଢ଼ି କଥା ନ କହେ ଦନ୍ତ ଥରେ ଉଠି ନ ପାରେ ଭାଗ୍ୟବଶରୁ କୃଷ୍ଣ ସ୍ଫୁରେ ଉଠି ନ ପାରେ ଦେହ ଥରେ କୃଷ୍ଣ ଉଚ୍ଚାରେ ଅତି ଧୀରେ ଏ ରୂପେ ବୋଲୁ ବୋଲୁ ଦିନ ଗଲା ପ୍ରବେଶ ହେଲା ମୋର ଅତି ଦୁର୍ବଳ ସେ ପ୍ରୟାସ ତହିଁରେ ହେଲା ଉପବାସ ଶୀତରେ ହେଲା ଥର ଥର ଉଠି ନ ପାରି ହୁଏ ସ୍ଥିର ଦୁଃଖ ବିଚାରି ମୃତ୍ୟୁ ସୁଖ ମରିବି ନ ସହିବି ଦୁଃଖ ଏତେ ବିଚାରି ଥର ଥର ହୋଇ ଉଠିଲା ଦେଇ ଭାର ବଳେ ଧଇଲା ଫଳ ମାନ ବୋଇଲା ପ୍ରଭୁ ନାରାୟଣ ଶୀତ ହୋଇଲା ଦୁଃଖ ନହୁ ଅଥବା ଦୁଃଖ ଦୁଃଖ ଯାଉ ଏମନ୍ତ ବୋଲି ଫଳମୂଳ ରଖି ଅସ୍ୱସ୍ଥ ବୃକ୍ଷ ମୂଳ ଦୁଃଖରୁ କିଛି ନ ଖାଇଲା ନ ଖାନ୍ତେ ନିଦ୍ରାହୀନ ହେଲା ବାତ କମ୍ପିତ ବୃକ୍ଷ ଡାଳୁ ହିମ ଶିକର ପଡ଼ିବାରୁ ସୀତାଇ ଯାଏ ସେ ଲମ୍ବକ କିଏ ବା ପଡ଼ନ୍ତି ମୃତକ ମୃତକ ଭେଦ ଚାହିଁବାର କରଇ ମନରେ ବିଚାର କେତେ ଦୁଷ୍କୃତ କରିଥିଲି ଏ ଘୋର ବନରେ ରହିଲି ଛାଡ଼ିଲି ଚମ୍ପାବତୀପୁର ଆପଣା ପିତା ମାତା ଘର
ଏକାକୀ ହୋଇ ଏଥି ରହି ନକଲେ ମୋରେ ଦୟା କେହି ତାହାଙ୍କୁ କିମ୍ପାଇଁ ବୋଲିବି ଆପଣା କର୍ମକୁ ଭୁଞ୍ଜିବି ଈଶ୍ୱର କର୍ମ ଫଳଦାତା ରାଜଦଣ୍ଡରୁ ଦଣ୍ଡଦାତା ଗଲା ଲୋକର ଦୃଢ଼ ହୋଇ କୁକର୍ମ କର୍ତ୍ତା ନିନ୍ଦା ପାଇ ଏହାକୁ ଯହୁଁ ନିନ୍ଦା କଲି ଅଧିକ ଦୁଷ୍କୃତ ଅର୍ଜିଲି ଏ ମୋର ସର୍ବ ପାପମାନ ନାଶ କର ହେ ନାରାୟଣ ଏତେ ବିଚାରି ଉଠି ମନ ନ ପାରି ହେଲା ଅଚେତନ ଦେଖିଲା ରାତ୍ର ଅବଶେଷ କାଲ୍ୟ ହୋଇଛି ଉପବାସ ସ୍ନାନ କରିବି ବୋଲି ଗଲା ମାର୍ଗରେ ମୋହର ପଡ଼ିଲା ମୋହ ଛାଡ଼ିଣ ଦିଗ ଚାହିଁ ଦେଖିଲି ସୂର୍ଯ୍ୟ ଉଦୟ ହୋଇ ଏହି କାଳରେ ନାରାୟଣ ଘେନିତା ଦୁଃଖ ନିବେଦନ ସଫଳ ପରବେଶ ହୋଇ ମଣିଲେ ମହାବ୍ରତୀ ହୋଇ କଲାଏ ସୁତା ଜାଗରଣ ଫଳମାନଙ୍କ ସମର୍ପଣ ମୋ ନାମ ପୁନ ପୁନ ଧରି ଯେଣୁ ସଫଳା ବ୍ରତ କରି ଏଣୁ ଏ କିଛି ଫଳ ପାଉ ଏହାର ଦୁର୍ଗତି ଯେ ଯାଉ ହେମନ୍ତ ବିଚାରନ୍ତେ ହରି ସର୍ବସମ୍ପଦ ଆଗ କରି ଲମ୍ବକ ରୂପେ ଚମତ୍କାର କଙ୍କଣ ବୀର ବଲିହାର ଏହି ସମୟ ଖୋଜା ଖୋଜି ଭେଟିଲେ ଆତ୍ମମନ୍ତ୍ରୀ ରାଜି ଦେଖି ସୁସ୍ନାନ କରାଇଲେ ପିତାଙ୍କ ହକରା କହିଲେ ଖୁଆଇ ମିଷ୍ଟ ଦ୍ରବ୍ୟ ମାନ ଦେଉ ଆତ୍ମୀୟ ଦିବ୍ୟ ଜାନ ଚାହିଁ ଅସ୍ୱସ୍ଥ ତରୁ ରାଜା କରିଣ ମାନସିକ ପୂଜା ଗଲେ ସେ ଦିବ୍ୟ ଜାନ ଚଢ଼ି ବିଷ୍ଣୁ କବଚ ମନେ ପଡ଼ି ପ୍ରବେଶ ହେଲେ ଚମ୍ପାବତୀ ଆନନ୍ଦେ ସମସ୍ତେ ଦେଖନ୍ତି ଉଠି ଆପଣେ ମାହିଷ୍ମତ ବସାଇ ଅଙ୍କରେ ତୁରିତ ପୁତ୍ରକୁ ସମ୍ଭାବନା କଲେ କି ନ କଲେ କୃଷ୍ଣ ତୁଲେ ଦେଲେ ଆପଣା ଅଧିକାର ସମର୍ପି ସବୁ ରାଜ୍ୟ ଭାର ଅଙ୍କରୁ ଉଠି ଯୁବ ରାଜା କଲେ ପିତାଙ୍କ ପାଦେ ପୂଜା ମାତୃଗଣଙ୍କୁ ପୂଜା କରି ରହିଲେ ନିଜ ସ୍ଥାନ ବରି ପାଳିଲେ ଧର୍ମେ ପ୍ରଜାଗଣ ଭକ୍ତିରେ ବୈଷ୍ଣବ ବ୍ରାହ୍ମଣ ଭଜିଲେ ଭଗବାନ ପଦ ସେ ହରେ ସମସ୍ତ ବିପଦ ଆଶ୍ରମ ଧର୍ମ ଆଶ୍ରେ କରି ମାଇଲେ ଶୁଦ୍ଧ ପୁତ୍ର ବାରି ଆଶ୍ରମ ଧର୍ମ ଆଶ୍ରେ କରି ମାଇଲେ ଶୁଦ୍ଧ ପୁତ୍ର ଚାରି ବିଷ୍ଣୁ ବୈଷ୍ଣବ ଦୃଢ଼ ଭକ୍ତି ଜାଣି ନୃପତି ହେଲେ ତୃପ୍ତି ହକାରୀ ପୁତ୍ର କୁଅଣାଇ ଦେଲେ ଚାମର ଛତ୍ର ଦୁଇ
समर्पिले राजत्व करतु बोइले अमात्य पुरोहित मंत्री घेनि पाळो तु ए धरित्री एमन्ते पृथ्वी पुत्रे देई गले नृपति वन भूई बने आध्यात्म ज्ञान साधी धैर्य कामादि रिपु व्याधि विष्णु लोक को गले राजा लंब कहेले पृथ्वी राजा पालिले पृथ्वी पिता परी अधर्म पथ दूर करी विष्णु वैष्णव द्विज पूजा निरते चंपावती राजा कले विधिरे महाव्रत विष्णु वैष्णवे अति भक्त हेले नृपति माने बस निर्मले प्रसरिला जस 16 सहस्र संवत्सर राजत्व कले नृपवर अन्ते पाइले स्वर्गपुर पुत्रे होइले राजेश्वर कहन्ति कृष्ण सुन राजा सफला एकादशी पूजा करिबे जेउ नर नारी एथिरे राज्य भोग करी अन्ते पाइबे स्वर्गपुर एहा निश्चय युधिष्ठिर से धन्य कृत पुण्य जान कले से सकल सेवन सफला एकादशी व्रत करे जे होई विधिवंत नाही तहिरु भाग्यवंत जार जन्म फलवंत आउ सुफला उपोषण करे जे ता विधि श्रवण सेवा जपेय फल पाई देवंक संगे बसे जाई शुणिए कृष्णर प्रभाव आनंदे युधिष्ठिर देव कृष्ण को संभावना करी प्रवर्ते शुक्ला को पचारी। इति श्री भविष्य पुराणे पौष कृष्ण सफला नाम एकादशी महात्म्ये तृतीय अध्याय। एबे आसंतु आज ही पवित्र दिन रे एकादशी कथा शुणी सारी श्री श्री तुलसी देवी कथा शुणा। प्रथमे श्री गुरु मंगलाचरण करवा तापरे गुरु वंदना तापरे तुलसी देवी जनाण। आसंतु आरंभ करवा। नमस्ते परम ब्रह्म नमस्ते परमात्मने निर्गुणाय नमस्तुभ्यं सदुपायः नमो नमः। ओम अखण्डमण्डलाकारं व्याप्तजेन चराचरं तत्पदं दर्शितं येन तस्मै श्री गुरवे नमः। अज्ञानं तिमिरन्धस्य ज्ञानाञ्जनेन शलाकया चक्षुर्मिलितं येन तस्मै श्री गुरवे नमः। गुरु ब्रह्मा गुरु विष्णु गुरुदेव महेश्वर गुरु साक्षात् परम ब्रह्म तस्मै श्री गुरवे नमः। नारायणं मंगलाचरण नारायणं नमस्कृत्यं नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं
संघयते गिरिं यत्कृपातमहं वन्दे परमानन्द माधवम् माधव मधुसूदनं तत्जननी सुखदं पूतना प्राणनाशन गोवर्धन धारकम् सुरनरजक्षरक्ष गन्धर्वाणां चिरवन्द्य सर्वप्राणधार देव नारायण नमस्तुते। आसन्तु श्री गुरुंको वंदना करिबा। जय जय गुरुदेव जगत ठाकुर जय जय गुरुदेव घेन नमस्कार अपार महिमा तव श्री गुरु राजन तव गाथा लेखिबाकु छार कि भजन तुम्भे पिता तुम्भे माता सखा सहोदर तुम्भे ब्रह्मा तुम्भे विष्णु तुम्भे महेश्वर ज्ञानांजन दिय गुरु हटाको ज्ञान सदा काले आश्रा तव नियन्ति सुजन तव श्रीपद कंजरे थोई पंचमन कवि बसी विचारई शास्त्र जे पुराण तुम पदरे मो बळे एक कलम धरी लेखुअछि ए पुराण आज्ञारे तुमरी तुलसी महापुराण लेखिबाकु मन बळी अछि दया कर श्री गुरु राजन पद छंद मान जेवे होइब सरल पढ़ी खुशी होई जीवे मा माउसी मोर बसर ठाकुर तुमे मरते साकार दया करी महाप्रभु घेन मजुहार दीन बुद्धिमंत सदा तब नाम ध्याई ए महापुराण गोटी रचना करई। एबे आसन्तु श्री गणेश को वंदना करी तुलसी को जनाना आरंभ करिबा। जय जय गणनाथ विद्यार देवता जय जय गणनाथ सर्वसिद्धिदाता जय जय गणनाथ प्रभु गजानन जय जय गणनाथ इंद्रवाहन जय जय गणनाथ ईश्वर नंदन जय जय गणनाथ भक्त प्राणधन जय जय गणनाथ पार्वती कुमार जात करिथिले माता मानसुतंकर स्कंधे उपवीत तव दिशई शोभन अमृत लडुरे सदा तोष तव मन पापांकुश शोभा मुखे कि वर्णिबि मोहि बुद्धि विद्यारे जिणिल चतुर्दश महि
ବ୍ରହ୍ମାଣ୍ଡ ଭ୍ରମଣେ ଭ୍ରାତାଙ୍କୁ ହରାଇ ଦେଲ, ଗଣନାଥ ନାମା ଗୋଟି ସେ କାଳେ ପାଇଲ। ପରମ ପଣ୍ଡିତ ତୁମ୍ଭେ ପୃଥୁଳ ଜଠର, ଭାଦ୍ର ଶୁକ୍ଳ ଚତୁର୍ଥୀରେ ମୋରତେ ବିହାର। ବିଦ୍ୟା ଜୟମାନ ପ୍ରଭୁ କରୁଛ ମଣ୍ଡନ, ବିଦ୍ୟାର୍ଥୀ ମାନଙ୍କୁ ବିଦ୍ୟା କରୁଛ ପ୍ରଦାନ। କଣ୍ଠ ତଟେ ବସି ପ୍ରଭୁ ପଦ ଦିଅ କହି, ଦୀନ ବୁଦ୍ଧିମନ୍ତ ତବ ଅସରା ଲଡ଼ଇ। ତୁଳସୀଙ୍କ ଜଣାଣ। ନମ ମା ତୁଳସୀ ଦେବୀ କରୁଣା ସାଗରୀ, ଶ୍ରୀ ବିଷ୍ଣୁଙ୍କର ତୁହି ଅଟୁ ମନହାରୀ। ପରମ ବୈଷ୍ଣବୀ ମାତ ଜଗତର ହିତେ, ବିଜେ କଲୁ କଳି ଯୁଗେ ବୃକ୍ଷ ରୂପେ ମର୍ତ୍ତେ। ମହାନିତ୍ୟ ଧାମର ତୁ ଅଟୁମା ପ୍ରହରୀ, ବିନା ଦୋଷରେ ଆସିଲୁ ମର୍ତ୍ତେ ଅବତାରୀ। ସତ୍ୟ ଯୁଗେ ନାମ ଗୋଟି ତୋର ସତ୍ୟବତୀ, ପରାଶର ଋଷିଙ୍କର ହୋଇଲୁ ମା ପତ୍ନୀ। ତୋ ଗର୍ଭରୁ ବ୍ୟାସଦେବ ହୋଇଲେ ଜନମ, ଜଗତରେ ଦିତି ବିଷ୍ଣୁ ରୂପେ ହେଲେ ଗଣ୍ୟ। ତ୍ରେତା ଯୁଗରେ ମାଳତୀ ରୂପ ତୁ ହୋଇଲୁ, ବୃକ୍ଷ ରୂପରେ ପ୍ରଭୁଙ୍କ ପୂଜାରେ ଲାଗିଲୁ। ଦ୍ୱାପର ଯୁଗରେ ମାଗ ତ୍ରିପୁରାତ ନାମ, ମାୟା ଦୈତ୍ୟ ପତ୍ନୀ ରୂପେ ଜାପିଲୁ ଜୀବନ। କଳି ଯୁଗେ ବୃନ୍ଦାବତୀ ତୁ ହି ମା ତୁଳସୀ, ଜଳନ୍ଧର ପତ୍ନୀ ହେଲୁ ମୋର ତୋରେ ଆସି। ପ୍ରଭାତ ଉଠିତ ମୁଖ ଯେ କରେ ଦର୍ଶନ, ସକଳ ପାତକ ତାର ହୋଇ ଦହନ। ସନ୍ଧ୍ୟା କାଳେ ଗୋମୟରେ ତୋ ସ୍ଥାନ ଲିପଇ, ସନ୍ଧ୍ୟାବତୀ ଦେଇ ଯେହୁ ଓଳଗି ହୁଅଇ। ହେଉ ନାରୀ କି ବାନର ଦୟାରେ ତୋହର, ପୁତ୍ର ଦ୍ୱାରା ସୁତ ଚିତେ ଭରି ଯାଏ ଘର। ମୂଳେ ଥାନ୍ତି ଗଙ୍ଗା ଡାଳେ ଥାନ୍ତି ଦାମୋଦର, ଦେବତା ମାନେ ଥାନ୍ତି ପତ୍ରରେ ତୋହର। ନମ ମା ତୁଳସୀ ଦେବୀ ବିଷ୍ଣୁଙ୍କ ଘରଣୀ, ଶକ୍ତି ପ୍ରଦାୟିନୀ ମାତ ମଙ୍ଗଳକାରିଣୀ। ସର୍ବଜନ ହିତକାରିଣୀ ମା ଗୋ ତୁଳସୀ, ଦୀନ ବୁଦ୍ଧିମନ୍ତର ତୁ ସହାୟ ଭରସା। ଗ୍ରନ୍ଥ ସୂଚନା। ଶୁଣ ବିଦୁଷ ମଣ୍ଡଳୀ ଦେଇ ମନ କର୍ଣ୍ଣ, ପରମ ପବିତ୍ର ଗ୍ରନ୍ଥ ତୁଳସୀ ପୁରାଣ। ସର୍ବଜନଙ୍କର ହିତେ କଲମ ଧରିଣ,
तुलसी महिमा एथे करिबी वर्णन महिमामयी जननी देवी जे तुलसी केउ परिबी जे कले मर्त्य धामे आसी चारि जुगे मोर तरे हेले उत्पन्न केउ जुगे ताहांकर हेला केउ नाम बुझाइन सेही कथा लेखुअछि मोहि तुलसी अति पवित्र वृक्ष जे अटई विष्णुଙ୍କ शिରରେ सेही चढ़न्ति किंपाई सर्व पूजा द्रव्य मध्ये तुलसी पतर काहि पाई पड़े सर्वे करन्ति आदर तुलसी पुराण अटे परम पवित्र गीत छंदरे लेखई दीन बुद्धिमंत। तुलसी महिमा कथन शुण हे बुद्ध जने मन कर्ण देई अपूर्व चरित एक कहुअछि मुई सुख परीक्षितंकर कथन जहा कि अटे तुलसी देवींक पुराण एक दिने परीक्षित राजा बसिथिले प्रजा मानंकर हानि लाभ बुझुथिले प्रजा मानंकर हानि लाभ विचार शेषरे सुख मुनि परवेश होइले सेठारे बोलंती हे महामुनि पादे पड़ी सोई बड़ भाग्य दर्शन देल दया बही श्री शुकवाच परीक्षा नृपतिंकर वचन शुणिले सुखदेव अतीत से वचन भासिले चतुर्मास्य तुम्भपुरे जापिबी राजन से निमंते तुम्भपुरे कलियागमन पारिबो कि मो निमित्त बास एक देई शुणिन कहन्ति अभि मन्युरतनई परीक्षित वाच आपणकर दयारे राइज मोहर प्रजा माने रहिछन्ति आहे मुनिवर छार स्थान एक जेबे न पारिब देई कि होइब लाभ एते बड़ राजा होई एते कही एक गृह देखाई न देले सुख मुनि रही गले मन आनंदरे एही परी एक दिन अतीत होइला शुण हे विदुषेथु अन्ते जाहेला दिन राजा परीक्षित होई हस ताहांको निकटे जाई होइले प्रवेश बोलंती हे ब्रह्मवेत्ता मोर वाणी शुण बुझाई न कुह मते तुलसी पुराण परीक्षितंक विनय देखि सुख जति कुहन्ति शुण रे सर्व अर्जुनर नाति श्री शुकवाच महिमामयी तुलसी
धात्रीଙ୍କ उत्तमा बुझाई कहुछि एबे तांकर महिमा परम पवित्र कथा अटे आख्यान कहुअछि हे राजन मन देई शुण परम पंडित तुम्भे अट महाज्ञानी गुप्त विषय मते पचारुछ जाणी तुम्भ दिने आनरेहु हेले नर नाहा कदाचन बुझाइण न कहन्ति एहा मन देई शुण एबे तुलसीଙ୍କ कथा शुणी हृदयରୁ तव तुटी जीव व्यथा विधि मते चौराके करिअछि काहीं ता मध्ये तुलसी वृक्ष जतने लगाई चतुसमलेपि अछि चौरा उपरे सकत खंजावर केउ चौरारे सुवर्ण पातिया लागी अछि काहीं ता मध्ये विजय माँ तुलसी दयामयी पद्म फूल प्राय दिशे केवण चौरा नाना चित्र विचित्र रे किए अबा भरा अष्टकोण चौरा के करिअछि द्वारे तुलसी को लगाइछि उत्तम प्रकारे 16 कोण काहीं 32 कोण चौरा विजय करिछन्ति दुखी जनमा त्रिपुरा प्रस्तर पीढ़ काहार चारि पारुषरे पद्मराग खंजा होई जनमन हरे विविध चौरा मान होइछि निर्माण विविध वस्त्र जे दिया तहि उपराण सर्वाग्रे तुलसी वृक्ष पाउछि शोभा तहिर महिमा मुहि कि कहिबि अबा तुलसी पत्र पूर्व वासना जे हुई आघ्राण करिले थरे मन निये मोहि द्वार कानबरे पूरे पूरे रही थाई पूजन्ति द्वारकावासी आनंदित होई अपूर्व महिमा एहि तुलसी वृक्षर मन कर्ण देई शुण आहे नरवर मूले गंगा देवी तार थान्ति अनुक्षण डाले स्वयं विष्णुंकर निज वासस्थान इंद्र चंद्र सूर्य जम नईर तगण विद्याधर जक्ष रक्ष गंधर्व चारण सबुंकर वासस्थान तापत्र मध्यरे परम पवित्र तेणु मोर संसार रे जेउ कथा पूछा कलु मन देई शुण समस्त शुभ कार्य पत्र मातांकर लोड़ा हुए मने रखी थाओ नरवर दीन बुद्धिमंत स्मरी मातांक चरण महानंदे रचई ए महापुराण गोलोक वैकुंठ रास क्रीड़ा परीक्षित वाच एथो अंते परीक्षित जोड़िबे निहस्त सुकमुनि चरणे
ମଣିପାତ। ବୋଲନ୍ତି ହେ ବ୍ରହ୍ମଜ୍ଞାନୀ ଅନୁଗ୍ରହ କର, ପ୍ରଥମେ ତୁଳସୀଙ୍କର କାହିଁ ଥିଲା ଘର। ମର୍ତ୍ତ୍ୟପୁରେ କାହିଁ ପାଇଁ ହୋଇଲେ ଜନମ, ସକଳ ଚରିତ ମୋତେ କୁହ ନୃପରାଣ। ପରୀକ୍ଷିତଙ୍କ ବଚନ ଶୁଣି ଶୁକ ମୁନି, ଯେଉଁ କଥା ପୁଛା କରୁ ଶୁଣ ନରମଣି। ଶ୍ରୀ ଶୁକ ଉବାଚ ରାଜନଙ୍କର ବଚନ କର୍ଣ୍ଣରେ ଶୁଣିଲେ, ଦରହସିଣ ତାହାଙ୍କୁ ବଚନ ବୋଇଲେ। ତୁଳସୀ କେ କେଉଁ ସ୍ଥାନେ ନିବାସ ତାଙ୍କର, କିଏ ପିତା ମାତା ତାଙ୍କ ଶୁଣ ନୃପବର। ପରମାତ୍ମାଙ୍କର ପ୍ରିୟ ନନ୍ଦିନୀଟି ସେହି, ନିତ୍ୟସ୍ଥଳ ରସ ଦ୍ୱାରୀ ପ୍ରହରା ଦିଅଇ। ପରମ ଶପତିମୟୀ ଅଟନ୍ତି ସେ ସତୀ, ରାଧାଙ୍କର ସହଚରୀ ମର୍ତ୍ତ୍ୟେ ଉତ୍ତପତି। ମହାନିତ୍ୟ ଗୋଲକରେ ରହିଥାନ୍ତି ସେହି, ଗୋମାତା ପାରୁ ସେ ସଦା ରହିଥାନ୍ତି ସେହି। ନାମ ତାହାଙ୍କ ତ୍ରିପୁରା ଶୁଣ ହେ ରାଜନ, ସାପ ବଳେ ମର୍ତ୍ତ୍ୟପୁରେ ହେଲେ ଅବତୀର୍ଣ୍ଣ। ପରୀକ୍ଷିତ ଉବାଚ ସାପ କଥା ଶୁଣି ପରୀକ୍ଷିତ ଯେ ଉବାଚ, ମନ୍ଦେ ହସିଣ କହନ୍ତି ମଧୁର ବଚନ। କି ନିମନ୍ତେ ମହାନିତ୍ୟ ଗୋଲକ ପୁରରେ, ସାପ୍ୟ ଦେଲା କୁହ ସର୍ବମୋହର ଛାମୁରେ। ଆବର ଗୋଲକ ମହାନିତ୍ୟ ରାସ କଥା, କହ ମହାମୁନି ହୃଦୁ ହର ମୋର ବ୍ୟଥା। ଶ୍ରୀ ଶୁକ ଉବାଚ ଯେଉଁ କଥା ପୁଛା କଲ ଅର୍ଜୁନଙ୍କ ନାତି, ବୁଝାଇଣ ସେହି କଥା କହୁଛି ସମ୍ପ୍ରତି। ଷଢ଼ ଚକ୍ର ପରେ ଅଛି ମହାନିତ୍ୟ ଧାମ, ବଡ଼ କଠୋର ଜୀବନେ ସେ ଧାମ ଦର୍ଶନ। ସହସ୍ର ପାଖୁଡ଼ା ବେଢ଼ା ସୁମନ ଫୁଟିଛି, ଗୋଲକ ମହାନିତ୍ୟର ସ୍ୱାଭାବିକ ଶୁଛି। ଦିବାନିଶି ନାହିଁ ନାହିଁ ଆଲୋକ ଅନ୍ଧାର, ନାହିଁ ଦୁଃଖ ଜରା ବ୍ୟାଧି ରୋଗ ଯେ ଆବର। ଅପୂର୍ବ କାନ୍ତି ଝଟକେ ସେ ପୁର ମହିମା, କି ବର୍ଣ୍ଣିବି ଜହିଁବି ଯେ ନିଜେ ପରମାତ୍ମା। ଅଷ୍ଟ ସଖୀ ନିତ୍ୟ ସ୍ଥଳେ ରହିଣ ଅଛନ୍ତି, ଇନ୍ଦୁ ଚିତ୍ର ଲେଖା ତୁଙ୍ଗ ସଙ୍ଗେ ମହାସତୀ। 16 ସହସ୍ର ଗୋପୀ ଅଛନ୍ତି ସେଠାରେ, ରାସ କ୍ରୀଡ଼ା ଚାଲିଅଛି ସେ ମହାନିତ୍ୟରେ। ନିଜେ ପରମାତ୍ମା ଶସ୍ତ୍ର ଦଳ ପାଖୁଡ଼ାରେ, ରାଧାଙ୍କୁ ନେଇ କ୍ରୀଡ଼ନ୍ତି ଆନନ୍ଦ ମନରେ। ନାହିଁ ଇନ୍ଦ୍ର ନାହିଁ ଅଣ୍ଡ ବିହାର କରନ୍ତି, ଅଗମ୍ୟ ସ୍ଥାନରେ କେହି ଗମି ନ ପାରନ୍ତି। 16 ସହସ୍ର ଗୋପୀ ଅଷ୍ଟ ସଖୀ ସଙ୍ଗେ, ବିହାର କରୁଅଛନ୍ତି ନିତ୍ୟ ନାନା ରଙ୍ଗେ। ମହାନିତ୍ୟ ରାସ ଏକା ଯୋଗୀ ମୁନି ଋଷି, ଦର୍ଶନ କରନ୍ତି ଆନନ ପାର
ଅଛନ୍ତି ପଶି। ଷଡ଼ଚକ୍ର ଭେଦି ଯେହୁ କରିବ ଗମନ, ମହାନିତ୍ୟ ରାସ ସେହୁ କରିବ ଦର୍ଶନ। ଆଦ୍ୟ ଦ୍ୱାରେ ଗଣନାଥ ଅଛନ୍ତି ବସିଣ, ଇନ୍ଦୁର ବାହନ ତାଙ୍କ ଦିଶେ ଶୋଭାବନ। ଦ୍ୱିତୀୟ ଲିଙ୍ଗ ଚକ୍ରରେ କାମଦେବରତି, କାମନା ତେଜି ଯେହି ଦ୍ୱାର ଜୀବ ଜିତି। ଇନ୍ଦ୍ରିୟ ସଂଯମ କରି କରିବ ଗମନ, ତୃତୀୟ ଚକ୍ରର ଦ୍ୱାରେ ଜୀବ ପହୁଞ୍ଚିଣ। ନିଜେ ବ୍ରହ୍ମା ସାବିତ୍ରୀଙ୍କୁ ଘେନିଣ କୋଳରେ, ବିଜୟ କରିଅଛନ୍ତି ହଂସ ବାହାନାରେ। ଏହି ଚକ୍ର ଜିଣି ଯେବେ କରିବ ଗମନ, ଅନାହତ ଚକ୍ରେ ଜୀବ ମିଳିତ ତକ୍ଷଣ। ନିଜ ଅନାହତ ପରେ ଶ୍ରୀ ବିଷ୍ଣୁ ଠାକୁର, ବିଜୟ କରିଅଛନ୍ତି ଆନନ୍ଦ ମନର। ଲକ୍ଷ୍ମୀ ସରସ୍ୱତୀ ତହିଁ ବସିଣ ଅଛନ୍ତି, ସମ୍ମୁଖରେ ଉଭା ହୋଇଅଛି ଖଗପତି। ଶ୍ରୀ ବିଷ୍ଣୁଙ୍କ ମାୟା ଯେହୁ କରିବ ଛେଦନ, ସେଠାରୁ କଣ୍ଠ ଚକ୍ରକୁ କରିବ ଗମନ। ନିଜେ ଧୂର୍ଜଟି ଉମାଙ୍କୁ ଘେନି ସଙ୍ଗତରେ, ଜଗି ରହିଣ ଅଛନ୍ତି ଆନନ୍ଦ ମନରେ। ଏହାପରେ ଷଷ୍ଠ ଦ୍ୱାର ଗଲେ ତୁ ଲଙ୍ଘିଣ, ପରମ ପୁରୁଷଙ୍କର ମହାନିତ୍ୟ ଧାମ। ମହାନିତ୍ୟ ଧାମେ ନିଜେ ତ୍ରିପୁରା ସୁନ୍ଦରୀ, ଜଗି ରହିଥାନ୍ତି ନିଜ ଠାଠିଣା ମାଡ଼ି। 64 ଗୋପୀଙ୍କର ମଧ୍ୟରେ ସେ ସାର, ଚଉରୂପେ ସେବା କରେ ସେଠି ପ୍ରଭୁଙ୍କର। କେଉଁ କଥା ତ୍ରିପୁରାଙ୍କୁ ନଥାଏ ଅଜଣା, ଡରନ୍ତି ଗୋପୀଏ ତାରେ ନ କହି ବଡ଼ିମା। ସେ ଯେଉଁ ସ୍ଥାନରେ ରହି ସେବା କରିବଇଁ, ସେହି ସ୍ଥାନରେ ତ୍ରିପୁରା ତାହାକୁ ରଖଇ। ସର୍ବନାୟିକାଙ୍କ ପରେ ତ୍ରିପୁରା ସୁନ୍ଦରୀ, ନିତ୍ୟସ୍ଥଳେ ସେବା କରେ ଆନନ ବିଚାରି। ଅନ୍ୟ ଦ୍ୱାରେ ମନ ଧ୍ୟାନ ଅଲୁପ ଦିଅଇ, ଆପଣା ଦ୍ୱାରକୁ ସଦା ସଜାଇ ରଖଇ। ସେହି ଦ୍ୱାର କଥା ଏବେ ମନ ଦେଇ ଶୁଣ, ଲକ୍ଷେ ବ୍ରହ୍ମା ବିଷ୍ଣୁ ଶିବ ନୁହନ୍ତି ଭାଜନ। ତ୍ରିପୁରାଙ୍କୁ ସନ୍ତୋଷି ଯେ ପାରେ ଭକତିରେ, ସେହି ଏକା ସେ ସ୍ଥାନରେ ଅବା ଯାଇପାରେ। ନିତ୍ୟ ସ୍ଥାନ ଦେଖିବାକୁ ଦେବତାଙ୍କ ମନ, ମାତ୍ର କେଉଁ ଉପାୟରେ ପାନ୍ତିନି ଦର୍ଶନ। ଏଣୁ ମରେ ଧାମେ ଜନ୍ମି ଲଭନ୍ତି ମରଣ, ବ୍ରହ୍ମା ବିଷ୍ଣୁ ସଦା ଶିବ ତାଙ୍କରି ସମାନ। ନିତ୍ୟ ସ୍ଥାନ ଅଧିକାରୀ ତ୍ରିପୁରା ସୁନ୍ଦରୀ, ରାସସ୍ଥଳ ତେଜି ମୂର୍ତ୍ତି ରହିଲା ସେ ବାଳି। ରାସସ୍ଥଳୀ ଜଗିଥାଏ କରିଣ ଯତନ, ତାକୁ ତୋଷିବାକୁ କେହି ନାହାନ୍ତି ଭାଜନ। କେବଳ ଭକ୍ତିରେ ଯେବେ କରିବ ପୂଜନ, ତରଳି ଯାଇପାରିବ ଯେବେ ତାଙ୍କ ମନ। ସଙ୍ଗରେ ନେଇଣ ସେହି କରାନ୍ତି ଦର୍ଶନ, ତାଙ୍କ ବିନେ କେ ହୋଇବ ଦର୍ଶନେ ଭାଜନ। ଜୟ ଜୟ ପରମ ବ୍ରହ୍ମ ଜଗତ ଠାକୁର, ଜୟ ଜୟ ପରମ ବ୍ରହ୍ମ ଗୋଲକ ଠାକୁର। ଜୟ ଜୟ ପରମ ବ୍ରହ୍ମ ସଗୁଣ ନିର୍ଗୁଣ, ଜୟ ଜୟ ପରମ ବ୍ରହ୍ମ ଆତ୍ମାର ପରମ। ଜୟ ଜୟ ପରମ ବ୍ରହ୍ମ ରାଧା ଚିତ୍ତ ଚୋର, ଜୟ ଜୟ ପରମ ବ୍ରହ୍ମ ଜଗତ ଠାକୁର। ଦିନ ବୁଦ୍ଧିମନ୍ତ ସଦା ତୁମ୍ଭ ନାମ ଧ୍ୟାଇ, ତୁଳସୀ ମହାପୁରାଣ ରଚନା କରଇ।
ମାନବ ବିଷ୍ଣୁଙ୍କର ଭୂଷଣ୍ଡ କାକ ସଙ୍ଗରେ ଭେଟ ଓ କଥୋପକଥନ। ପରୀକ୍ଷିତ ବାଚ ପୁଛା କଲେ ପରୀକ୍ଷିତ ଯୋଡ଼ିବେନି କର, ବୁଝାଇଣ କୁହ ମତେ ହେ ମୁନି ପ୍ରବର। ମାନବ ବିଷ୍ଣୁ କିମ୍ପାଇଁ ଆଗ୍ରହୀ ହୋଇଣ, ଗଲେ ମହାନିତ୍ୟ ଧାମ କରି ଦର୍ଶନ। ତ୍ରିପୁରା ସୁନ୍ଦରୀ କିମ୍ପା ନେଲେ ସଙ୍ଗତରେ, ସନ୍ଦେହ ଲାଗିଲା ଦେବ ମୋହର ମନରେ। ବୁଝାଇଣ ସେହି କଥା କହିବ ଗୋସାଇଁ, ଶୁଣିବା ପାଇଁ ସରଧାମ ମନେ ଅଛଇ। ପରୀକ୍ଷିତଙ୍କ ବଚନେ ଆନନ୍ଦିତ ହୋଇ, କହନ୍ତି ପୁଛିଲା ଯାହା ଶୁଣ ମନ ଦେଇ। ଶ୍ରୀ ଶୁକ ବାଚ ମାନବ ବିଷ୍ଣୁଙ୍କ କଥା ଶୁଣ ଦେଇ ମନ, ମୋର ମଣ୍ଡଳରେ ସଦା ହନ୍ତି ଅବତୀର୍ଣ୍ଣ। ଲଭନ୍ତି ଜନି ଜନମ ମରତ ମଣ୍ଡଳେ, ନିଜେ ବଡ଼ ବୋଲି ଗର୍ବ କରନ୍ତି ଅନ୍ତରେ। ଲକ୍ଷ୍ମୀ ଦେବୀ ଆମ୍ଭ ପତ୍ନୀ ଜଗତର ମାତା, ପାଳନ କରତା ଆମ୍ଭେ ଜଗତର ପିତା। ଆମ୍ଭ ବିନେ ଗତି ମୁକ୍ତି କେ ପାରିବ ଦେଇ, ଆମ୍ଭଠାରୁ ଶ୍ରେଷ୍ଠ କେହି ବ୍ରହ୍ମାଣ୍ଡରେ ନାହିଁ। ଆମ୍ଭେ ସର୍ବଜୀବଙ୍କର ଅଟୁ ପିତା ମାତା, ସଚରାଚର ଜୀବର ଗତି ମୁକ୍ତି ଦାତା। ଏସ ନ ବିଚାରି ମନେ ଗୌରବ ବହନ୍ତି, ନିଜର ବଡ଼ିମା ପଣ କେବେ ନ ଛାଡ଼ନ୍ତି। ଏକ ଦିନ କର କଥା ଶୁଣ ହୋ ରାଜନ, ଭ୍ରମିବା ପାଇଁ କି ନିଜେ ବଳାଇଣ ମନ। ମାନବ ବିଷ୍ଣୁ ଚଳନ୍ତି ଆନନ୍ଦିତ ହୋଇ, ପ୍ରକୃତି ରାଣୀ ସୌନ୍ଦର୍ଯ୍ୟ ମନ ନିଏ ମୋହି। ଆପଣାର ମନ ମଧ୍ୟେ କରନ୍ତି ବିଚାର, ଏ ରମ୍ୟ ରଚନା ସିନା ସକଳ ମୋହର। ନାନା ଜୀବ ପକ୍ଷୀ କୀଟ ତରୁ ଆଉ ତୃଣ, ହସୁଛନ୍ତି ମୋର ସ୍ନେହ ହୋଇଣ ପାଳନ। ସବୁରି ଘଟରେ ମୁହିଁ ବିଜେ କରିଅଛି, ତରୁ ତୃଣ ସର୍ବସ୍ଥାନେ ପୁରି ରହିଅଛି। ଏସ ନ ଆପଣା ମନେ କରିଣ ବିଚାର, ଦେଖୁଛନ୍ତି ଶୋଭାରାଶି ପ୍ରକୃତି ରାଣୀର। ଏହିପରି ଦେଖି ଦେଖି କିଛି ଦୂର ଗଲେ, ଅଦ୍ଭୁତ ପକ୍ଷୀ ଗୋଟିଏ ସେଠାରେ ଦେଖିଲେ। ଯେଉଁଠାରେ ଦେଖିଲେ ଯେ ନର ନାରାୟଣ, ନୀଳଗିରି ଅଟଇ ସେ ପର୍ବତର ନାମ। ଯହିଁ ପୂଜା ପାଉଥିଲେ ଦାରୁ ନାରାୟଣ, ତାଙ୍କରି ନିକଟେ ଅଛି ସେ ପକ୍ଷୀଟି ଜାଣ। ଭୂତ ଭବିଷ୍ୟତ ଜ୍ଞାତା ସେହିଟି ଅଟଇ, ଚତୁର୍ଦଶ ଭୁବନର ବାରତା ଜାଣଇ। ମହାଜ୍ଞାନୀ ଅଟଇ ସେ କାକ ଗୋଟି ଜାଣ, ମାନବ ବିଷ୍ଣୁଙ୍କୁ ଜଣା ନଥାଏ ମାନ। କାକର ନିକଟେ ଯାଇ ପରବେଶ ହେଲେ, ଗୌରବ ବହି ତାହାକୁ ଅଳଗି ନହିଲେ। ଭୂଷଣ୍ଡ ବୋଲଇ ଏଡ଼େ ଅଜ୍ଞାନୀ ଯାଛାର, ତିଳେ ମାତ୍ର ମତେ ନ କହିଲେ ତ ଖାତର। କି ବିଷ୍ଣୁ ଦେଖାଇ ହୁଅ ମୋର ତ ଧାମରେ, ଜନି ଜନ୍ମ ହେଉଅଛ ମୋର ସଂସାରରେ। ତୁମ୍ଭ ପରି କେତେ ବିଷ୍ଣୁ ଲଭିଲେ ମରଣ, କଳ୍ପ କଳ୍ପ ବିତି ଯାଏ ଅଛି ମୁଁ ଏ ସ୍ଥାନ। ମାନବ ଦେହେଣ ବହିଣ ଏଡ଼ିକି ବଡ଼ାଇ, କି ଗୌରବ ବହୁଅଛ ଜନି ଜନ୍ମ ପାଇ। ଭୂଷଣ୍ଡ କାକର କଥା ଶୁଣି ନାରାୟଣ, ବୋଲନ୍ତି ହେ କାକ ମୋର ଅପରାଧ କ୍ଷମ। ନ ଜାଣିଲା ପଣେ ଏବେ ଅରଜିଛି ଦୋଷ, ଦୟା କରି କ୍ଷମା କର ଆହେ କାକ ଈଶ। ଗର୍ବ ବହିଣ ତୁମ୍ଭଙ୍କୁ କଲିବେ ଖାତର, ଉପଯୁକ୍ତ ପ୍ରତିଫଳ ଲଭିଲିଣି ତାର। ଆଉ ଭର୍ସନା ଦିଅନା ମାନିଗଲା ମନ, ତୁମ୍ଭ ପାଦ ତଳେ ଏବେ ପଶୁଛି ଶରଣ। ଦୟା କରି କୁହ ମତେ ଜୀବ ମୁକ୍ତି ତତ୍ତ୍ୱ, ଯୋନି ଜନମ ନ ହୋଇ ନ ଆସିବି ମର୍ତ୍ତ୍ୟ। ତହୁଁ ଭୂଷଣ୍ଡ ବୋଲନ୍ତି ସୁଦୟା କରିଣ, ହେ ମାନବ ବିଷ୍ଣୁ ଶୁଣ ମୋହର ବଚନ। ଗୋଲକ ମହାନିତ୍ୟରେ ପ୍ରଭୁ ପରମ ବ୍ରହ୍ମ, ନିତ୍ୟ ରାସ କରୁଛନ୍ତି ରାଧାଙ୍କୁ ନେଇଣ। ପରର ଯଶୋବଦ ଅଷ୍ଟ ସଖୀ ସଙ୍ଗେ, 16 ସହସ୍ର ଗୋପୀ
ରହିଛନ୍ତି ସଙ୍ଗେ। ଶ୍ରୀରାଧାଙ୍କ ସଙ୍ଗେ କରୁଛନ୍ତି କ୍ରୀଡ଼ା ମାନ। ସେହି ରାସ କ୍ରୀଡ଼ା ଯେବେ କରିବ ଦର୍ଶନ, ଦୋଷ ଦୁର୍ବଳତା ତବ ହୋଇବ ଛେଦନ। କାଳେ କାଳେ ନ ପାଇବ ଆଉ ଯୋନି ଜନ୍ମ, ମାନବ ବିଷ୍ଣୁ କହନ୍ତି ତହିଁ ଯିବା ପାଇଁ। କେବଳ ପଥ ମାତେଟି ଦିଅନ୍ତୁ ବତାଇ, ଭୂଷଣ୍ଡ କହନ୍ତି ବଡ଼ ଅଗମ୍ୟ ଏ ପଥ। ଆନ କେହି ଯିବା ପାଇଁ ନୁହନ୍ତି ସମର୍ଥ। ଛାଡ଼ି ଗୋଟି ଦ୍ୱାର ପରେ ମହାନିତ୍ୟ ଧାମ, ସେ ଦ୍ୱାରରେ ତ୍ରିପୁରାଙ୍କ ନିଜ ବାସ ସ୍ଥାନ। ଯେଡ଼େ ଗୁଣୀ ଜନ ବଳେ ନ ପାରିବ ଯାଇ, ଭକ୍ତିରେ ସନ୍ତୁଷ୍ଟ ଏକା ସେ ମହାମାଇ। ଯେବେ ଭକ୍ତି ବଳେ ତାଙ୍କୁ ପାରିବୁ ମନାଇ, ଗୋଲକରା ହସ ତୋତେ ଦେବେ ସେ ଦେଖାଇ। ତୋହ ବଳେ ନ ପାରିବୁ ସେ ସ୍ଥାନକୁ ଯାଇ, ମାନବ ବିଷ୍ଣୁ ଶୁଣିଣ ଦୁଃଖିତ ଯେ ହୋଇ। ଭୂଷଣ୍ଡକା କପୟରେ ପ୍ରଣିପାତ କଲେ, ବାହୁଡ଼ି ସେଠାରୁ ନିଜ ପୁରକୁ ଅଇଲେ। ଗୃହେ ପ୍ରବେଶ ବିମର୍ଷ ମନରେ ରହିଲେ, ଋଷିଙ୍କ ବଚନ ଶୁଣି ପରୀକ୍ଷ ବୋଇଲେ। ପରୀକ୍ଷିତ ବାଚ ଏଥୁ ଅନ୍ତେ କେଉଁ କଥା ହୋଇଲା ଘଟଣା, ଦୟା କରିଣ କହନ୍ତୁ ବଳି ଅଛି ମନ। ତବ ମୁଖ ଶୁଣିବାକୁ ତୁଳସୀ ମହିମା, ଦୟା କରି କୁହ ମତେ ଆହେ ମହାତ୍ମା। ପରୀକ୍ଷିତଙ୍କ ବିନୟ ଦେଖି ଋଷିବର, ଯେଉଁ କଥା ପୁଚ୍ଛା କଲ ଶୁଣ ନରବର। ଶ୍ରୀଶୁକ ବାଚ ଗୃହେ ମାନବୀ ବିଷ୍ଣୁ ଯେ ପରବେଶ ହେଲେ, ତ୍ରିପୁରାଙ୍କର ସେବାରେ ସେଦିନ ଲାଗିଲେ। ଭକ୍ତିଭରେ ପୂଜା କଲେ ତାଙ୍କର ପୟର, କେତେ ଦିନ ଗତ ହେଲା ସେହି ବିଷ୍ଣୁଙ୍କର। ଜଗତ ଜନନୀ ଦେବୀ ତ୍ରିପୁରା ଜନନୀ, ଦର୍ଶନ ନ ପାଇଲେ ନିଜେ ବିଷ୍ଣୁ ପୁଣି। ଅତ୍ୟନ୍ତ ଦୁଃଖିତ ହୋଇ କହନ୍ତି ବଚନ, ବେନିକର ଯୋଡ଼ି ସ୍ତୁତି କଲେ ଉଚ୍ଚାରଣ। ନମ ମା ତ୍ରିପୁରା ଦେବୀ ଜଗତ ଜନନୀ, ସୁର ନର ବନ୍ଦ୍ୟ ମାଗୋ ତ୍ରିପୁର ମୋହିନୀ। ନମ ମା ତ୍ରିପୁରା ଦେବୀ ମହାନିତ୍ୟ ଧାମ, ସଦା କାଳେ ଜନନୀ ଗୋ ତୁମ୍ଭ ବାସ ସ୍ଥାନ। ମୁଁ ଅଧମ ସୁତ ପଡ଼ି ଅତ୍ୟନ୍ତ ଦୁଃଖରେ, ରକ୍ଷା କର ଜନନୀ ମୁଁ ଡାକୁଛି କାତରେ। ଏପରି ଅନେକ ଦୁଃଖ ଯହୁଁ ସ୍ତୁତି କଲେ, ଶୁଣି କରିଣ ଜନନୀ ପାଶକୁ ଅଇଲେ। ବୋଲନ୍ତି ରେ ବତ୍ସ ଶୁଣ ମୋହର ବଚନ, କି ନିମନ୍ତେ ଚିନ୍ତା କରୁ ମୋହର ଚରଣ। ତ୍ରିପୁରାଙ୍କର ବଚନ କରିଣ ଶ୍ରବଣ, ମନ୍ଦେ ହସିଣ କହନ୍ତି ମଧୁର ବଚନ। ଆଗ ମାତା ମହାନିତ୍ୟ ରାସ ଦେଖିବାକୁ, ବଳାଇଛି ମନ ମାଗୋ ଯିବଇଁ ସେଠାକୁ। ତ୍ରିପୁରା ବୋଲନ୍ତି ଅସ୍ତୁ କରିଲି ନନ୍ଦନ, ସେ ସ୍ଥାନକୁ ଯିବା ପାଇଁ ଅତ୍ୟନ୍ତ ଗହନ। ସଙ୍ଗତରେ ଘେନି ଯେବେ ଚଳିଯିବି ମୁହିଁ, ବିପତ୍ତି ପଡ଼ିବ ତୁମ୍ଭେ ଶୁଣ ହେ କହ୍ନାଇ। ଅସ୍ତୁ କରି ସୁପ୍ରସନ୍ନେ ଦେଇଅଛି ବର, ରକ୍ଷା କରିବି ନିଶ୍ଚୟ ସତ୍ୟ ମୋର ଗିର। ଏଥୁ ଅନ୍ତେ ଆନରସ ଶୁଣ ସାଧୁ ଜନ, ପରମ ପବିତ୍ର ଗ୍ରନ୍ଥ ତୁଳସୀ ପୁରାଣ। ତବ ଅଭୟ ଚରଣେ ମନ ମୋର ଥୋଇ, ଏ ମହାପୁରାଣ ଗୋଟି ରଚନା କରି।